ସକାଳୁ ଉଠି ଆମେ ଆଜି ବାହାରେ ଯାଇଥିଲୁ ଗାଡ଼ି ସଜାଡ଼ିବା ପାଇଁ। ଆଉ ଗାଡ଼ି ସଜାଡ଼ିବାକୁ ଯାଉ ଯାଉ ବାଟରେ କରିଥିଲୁ ପ୍ରୀତି ଭୋଜନ। ପ୍ରୀତି ଭୋଜନ ସାରି ଆମେ ବାହାରେ ଯାଇଥିଲୁ ମୁନ୍ନା ଭାଇ ପାଖକୁ, କାହିଁକିନା ମୁନ୍ନା ଭାଇ ଆମକୁ ଫୋନ୍ କରି କହିଥିଲା ଆଜି ଗୋଟେ ଫିଷ୍ଟ କରିବା। ଆଉ ସେ ଫିଷ୍ଟ ବିଷୟରେ ସମ୍ପୂର୍ଣ୍ଣ ବିବରଣୀରେ କଥା ହେବା ଭିତରେ ଆମେ ଥକି ଯାଇଥିଲୁ। ଆଉ ସେଥିଲାଗି ଥମ୍ସଅପ୍ ଟିକେ ମଗେଇ ନିଜେ ପିଇଥିଲୁ ଏବଂ ମୁନ୍ନା ଭାଇକି ମଧ୍ୟ ଦେଇଥିଲୁ। ତ ଥମ୍ସଅପ୍ ପିଆ ପିଇ ପରେ ଆମେ ଏଗେନ୍ ବାହାରି ଯାଇଥିଲୁ ଗ୍ୟାରେଜକୁ। ଗ୍ୟାରେଜରେ ଯାଇକି ପହଞ୍ଚିଲା ବେଳକୁ ଆମେ ଦେଖିଲୁ ଯେ ଆମର ସବୁ ସ୍ପେୟାର ପାର୍ଟସ ଆସିଯାଇଛି ଏବଂ ସ୍ପେୟାର ପାର୍ଟସକୁ ଆମେ ନିଜେ ଖୋଲିକି ରିଭ୍ୟୁ କରିଥିଲୁ ଯେ ତାହା ଅରିଜିନାଲ କି ନାହିଁ। ତା ଭିତରେ ଆମ ଗ୍ୟାରେଜର ସବସ୍କ୍ରାଇବର ମିଳିଯାଇଥିଲେ, ପଚାରୁଥିଲେ ଭାଇ ନୂଆ ଭିଡ଼ିଓ କ'ଣ ହେଇଛି ଦେଖାଅ। ତାପରେ କ'ଣ ହେଇଛି ନା ଆମେ ଗ୍ୟାରେଜର ମେକାନିକକୁ କହିଦେଲୁ ଭାଇ କେତେ ବାଟ କ'ଣ କାମ ଗଲା ଟିକେ ଜଲ୍ଦି କର। କହିଦେଇକି ଆମେ ଆସି ଯାଇଥିଲୁ ପୁଣି ମୁନ୍ନା ଭାଇ ପାଖକୁ ତା ଗାଡ଼ିଟା ନେଇକି। ଆମର ବାକି ଦିନମାନ ମୁନ୍ନା ଭାଇ ଗାଡ଼ିରେ ବୁଲିବୁ ବୋଲି ଆମେ ନିଶ୍ଚିତ ଭାବରେ ଶପଥ ନେଇଥିଲୁ। ଏବଂ ମୁନ୍ନା ଭାଇ ଗାଡ଼ି କାହିଁ ଦୁଇଟା ଗାଡ଼ି ଭିତରେ ସମାନ ସମାନ ଦେଖି ଆମେ କନଫ୍ୟୁଜ୍ ହେଇଯାଇଥିଲୁ। ଫାଇନାଲି ମୁନ୍ନା ଭାଇ ଗାଡ଼ିକୁ ଜୁଙ୍ଗି ଜୁଙ୍ଗି ବାରି ଦେଇଥିଲୁ। ହଁ ନେକ୍ସଟ ପାର୍ଟଟା ଚ୍ୟାନେଲରେ ଅଛି।